ଲସ୍ ଏଞ୍ଜେଲ୍ସ ସହରର ମଧ୍ୟଭାଗରେ ଅଛି ଏକ ପୁରୁଣା ହୋଟେଲ ସିସିଲ୍ ହୋଟେଲ। ବାହାରୁ ସାଧାରଣ ଲାଗୁଥିବା ଏହି ଅଟ୍ଟାଳିକାର ଭିତରେ ଲୁଚିଅଛି ଏକ ଅନ୍ଧକାର ଇତିହାସ। 1924 ମସିହାରେ ଏହି ହୋଟେଲ ଖୋଲାଗଲା। ସେତେବେଳେ ଏହାକୁ ସହରର ସବୁଠାରୁ ଆଧୁନିକ ଓ ସୁନ୍ଦର ହୋଟେଲ ବୋଲି କୁହାଯାଉଥିଲା। କିନ୍ତୁ କେହି ଭାବିନଥିଲେ ଆଗାମୀ ଦିନରେ ଏହା ଭୟର ପରିଚୟ ହେବ। ସମୟ ସହିତ ଏହି ଅଞ୍ଚଳ ଏକ ସ୍କୁଇଡର ଅପରାଧ ଓ ଦୁର୍ଦ୍ଦଶାର କେନ୍ଦ୍ର ପାଲଟି ଯାଇଥିଲା। ହୋଟେଲ ମଧ୍ୟରେ ଆସ୍ତେ ଆସ୍ତେ ଆରମ୍ଭ ହେଲା ଅସାଧାରଣ ଘଟଣା। ଅନେକ ଅତିଥି କହିଥିଲେ ରାତିରେ କରିଡରରେ କାହାର କାନ୍ଦିବା ଶବ୍ଦ ଶୁଭାଯାଏ ଏବଂ ତା ପାଟିକି ଚାପି ଧରିଲା ଭଳି ଲାଗେ। 1930ରୁ 1960 ପର୍ଯ୍ୟନ୍ତ ଏଠାରେ ଅନେକ ଅସ୍ୱାଭାବିକ ମୃତ୍ୟୁ ଘଟିଥିଲା। କେହି ଛାତ ଉପରୁ କିଏ ଡେଇଁ ପଡୁଥିଲେ ତ କେହି ନିଜ ଘରେ ମୃତ୍ୟୁ ଅବସ୍ଥାରେ ମିଳୁଥିଲେ। ଏହି ହୋଟେଲକୁ ଲୋକେ ସୁଇସାଇଡ୍ ହୋଟେଲ ବୋଲି କହିବା ଆରମ୍ଭ କରିଦେଇଥିଲେ। 1980 ଦଶକରେ ଏଠାରେ ରହୁଥିଲେ ଜଣେ ଖ୍ୟାତିପ୍ରାପ୍ତ ଅପରାଧୀ ରିଚାର୍ଡ ରାମିରେଜ। ସେହି ସମୟରେ ସହରରେ ଅନେକ ହତ୍ୟା ଘଟୁଥିଲା ଏବଂ ସେ ଏହି ହୋଟେଲଟିକୁ ନିଜର ଆଶ୍ରୟ କରିଦେଇଥିଲେ। ପରେ ଆଉ ଜଣେ ଅପରାଧୀ ଜ୍ୟାକ୍ ୱିଣ୍ଟରୱେଗର ସାମ୍ବାଦିକ ଭାବେ ଏଠାରେ ରହୁଥିଲେ, କିନ୍ତୁ ସେମାନଙ୍କର ମୂଳ ଚିହ୍ନଟ ଥିଲା ଏକ ସିରିଏଲ କିଲର। 2013 ମସିହାରେ କାନାଡାର ଜଣେ ଛାତ୍ରୀ ଏଲିସା ଲ୍ୟାମ୍ବ ଏଠାରେ ରହିବାକୁ ଆସିଥିଲେ। ସେ ଜଣେ ଛାତ୍ରୀ ଥିଲେ ଏବଂ ସେ ଏହି ହୋଟେଲରେ ହିଁ ରହୁଥିଲେ। କିଛି ଦିନ ପରେ ସେ କୁଆଡ଼େ ଅଚାନକ ହଜିଗଲେ। ପୋଲିସ ଜାରି କରିଥିବା ଏକ ସିସିଟିଭି ଭିଡିଓରେ ଦେଖାଗଲା ଏଲିସା ଲିଫ୍ଟରେ କିଛି ଆଶ୍ଚର୍ଯ୍ୟଜନକ ବ୍ୟବହାର କରୁଛନ୍ତି। ସେ କାହାକୁ ଦେଖି ଭୟଭୀତ ହେଉଥିବା ପରି ଲାଗୁଥିଲା, କିନ୍ତୁ ଲିଫ୍ଟରେ କେହି ନଥିଲେ। କିଛି ସପ୍ତାହ ପରେ ହୋଟେଲର ଛାତ ଉପରେ ଥିବା ଜଳ ଟାଙ୍କିରୁ ତାଙ୍କ ମୃତଦେହ ମିଳିଥିଲା। ଏହି ଘଟଣାଟି ସମଗ୍ର ବିଶ୍ୱକୁ ଚକିତ କରିଦେଇଥିଲା। ପୋଲିସ ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ବୋଲି ଘୋଷଣା କରିଥିଲେ, କିନ୍ତୁ ପ୍ରଶ୍ନ ରହିଥିଲା ସେ କିପରି ଛାତକୁ ପହଞ୍ଚିଲେ ଏବଂ ଟାଙ୍କି ଭିତରେ କେମିତି ପଡ଼ିଗଲେ। ଏହିସବୁ ଘଟଣା ପରେ ସିସିଲ୍ ହୋଟେଲର ନାମ ହେଲା ଭୟର ପରିଚୟ। ଅନେକ କୁହନ୍ତି ଏଠାରେ ଆଜି ମଧ୍ୟ ଅଜଣା ଶକ୍ତିର ଉପସ୍ଥିତ ଅଛି। ସିସିଲ୍ ହୋଟେଲ ଏକ ଅଟ୍ଟାଳିକା ଯାହା ଆଜି ମଧ୍ୟ ତାର ଅନ୍ଧକାର ଇତିହାସକୁ ଲୁଚାଇ ରଖିଛି। ସତ୍ୟ କ'ଣ? ଦୁର୍ଘଟଣା, ଅପରାଧ, ନା କିଛି ଅଜଣା ରହସ୍ୟ?